ତ ପିଲାମାନେ ଆଜି ଆମେ ଜୟ ରାଜଗୁରୁ ପ୍ରଶ୍ନ ଉତ୍ତର କରିବା। ଭାଷା ମହାଗୁରୁ ଚତୁର୍ଥ କ୍ଲାସର ପାଠ ହେଉଛି 4। ତ ଚାଲ କରିବା ଜୟ ରାଜଗୁରୁ ପ୍ରଶ୍ନ ଉତ୍ତର। ପେଜ ନମ୍ବର 27 କାଢ଼। କ'ଣ ଲେଖା ହେଇଛି ଦେଖ, ଆସ କଥା ହେବା। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଖ, 1 ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି ଗଜପତି କାହାର ପରାମର୍ଶରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ। ତ ଆର ଉତ୍ତର ଲେଖିବ 1 ନମ୍ବର ଉତ୍ତର ଲେଖିବ ଗଜପତି ନିଜର କୁଳ ପୁରୋହିତ ତଥା ମନ୍ତ୍ରୀ ଜୟ ରାଜଗୁରୁଙ୍କ ପରାମର୍ଶରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ। 1 ନମ୍ବର ଏମିତି ଲେଖିବ। 2 ନମ୍ବର କ୍ୱେଶ୍ଚିନ୍ ଏବେ ଦେଖ, 2 ନମ୍ବର କ୍ୱେଶ୍ଚିନ୍ ଦେଇଛି ଇଂରେଜମାନେ କେଉଁ ରାଜାଙ୍କୁ ନିଜ ଅଧୀନରେ ରଖିବାକୁ ଚାହୁଁଥିଲେ। ତ ଆର ବି ଉତ୍ତର ଲେଖିବ। 2 ନମ୍ବର ଉତ୍ତର ଲେଖିବ ଇଂରେଜମାନେ ଖୋର୍ଦ୍ଧାର ରାଜା ଦ୍ୱିତୀୟ ମୁକୁନ୍ଦ ଦେବଙ୍କୁ ନିଜ ଅଧୀନରେ ରଖିବାକୁ ଚାହୁଁଥିଲେ। ତ ଏମିତି 2 ନମ୍ବର ଲେଖିବ। 3 ନମ୍ବର ଦେଖ ଏବେ, 3 ନମ୍ବର କ୍ୱେଶ୍ଚିନ୍ ଦେଇଛି ଓଡ଼ିଆ ପାଇକମାନଙ୍କର ନେତା କିଏ ଥିଲେ। ତ ଉତ୍ତର ଲେଖିବ 3 ନମ୍ବର ଲେଖିବ ଓଡ଼ିଆ ପାଇକମାନଙ୍କର ନେତା ଜୟ ରାଜଗୁରୁ ଥିଲେ। 4 ନମ୍ବର କ୍ୱେଶ୍ଚିନ୍ ଦେଖ ଏବେ, 4 ନମ୍ବର କ୍ୱେଶ୍ଚିନ୍ ଦେଇଛି ଓଡ଼ିଆ ପାଇକମାନେ କାହା ଆଗରେ ବେଶୀ ଦିନ ଲଢ଼ି ପାରିଲେ ନାହିଁ। ତ ଆର ବି ଉତ୍ତର ଲେଖିବ। 4 ନମ୍ବର ଉତ୍ତର ଲେଖିବ ଓଡ଼ିଆ ପାଇକମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ସଜ୍ଜିତ ଇଂରେଜ ସେନା ଆଗରେ ବେଶୀ ଦିନ ଲଢ଼ି ପାରିଲେ ନାହିଁ। 5 ନମ୍ବର ଏବେ ଦେଖ, 5 ନମ୍ବର କ୍ୱେଶ୍ଚିନ୍ ଦେଇଛି ଜୟ ରାଜଗୁରୁଙ୍କୁ କେଉଁଠି ଓ କିପରି ଫାଶୀ ଦିଆଯାଇଥିଲା। ତ ଆର ଉତ୍ତର ଲେଖିବ 5 ନମ୍ବର ଲେଖିବ ଜୟ ରାଜଗୁରୁଙ୍କ ମେଦିନୀପୁରର ବାଘତୋଟାଠାରେ ଏକ ବରଗଛର 2ଟି ନଇଁଥିବା ଡାଳରେ ଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ଚିରି ଦେଇ ଫାଶୀ ଦିଆଯାଇଥିଲା। ତ ଏମିତି ପିଲାମାନେ 1 ରୁ 5 ଯାଏଁ ଗୋଟେ ଗୋଟେ କରି ଲେଖିବ ଉତ୍ତର। ଏବେ ଦେଖ ନେକ୍ସଟ କ'ଣ ଦେଇଛି ହେଡ଼ିଂ। ତ ପିଲାମାନେ ନେକ୍ସଟ ହେଡ଼ିଂ ଦେଇଛି ଭାଷାର କଥା ପଢ଼ ବୁଝ ଲେଖ। ତ 1 ନମ୍ବର କ'ଣ ଲେଖା ହେଇଛି ଦେଖ, ନିମ୍ନଲିଖିତ ଶବ୍ଦକୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ପଢ଼। ତ ଏଠି ଦେଖ କ'ଣ ଲେଖା ହେଇଛି, ଗଢ଼ ଲେଖା ହେଇଛି ଗଜପତି ପାଇକ ପରାମର୍ଶ ଆଦେଶ ଗୌରବ ବେପାରୀ ବଳିଦାନ। ତ ଆର ଗୋଟେ ଗୋଟେ ଶବ୍ଦ ବ୍ୟବହାର କରି ଗୋଟେ ଗୋଟେ ବାକ୍ୟ ଲେଖିବ। ଦେଖ ମୁଁ କହିଦେଉଛି, ପ୍ରଥମେ ଗଜପତି ଦେଇଛି ତ ତାର ବାକ୍ୟ ଲେଖିବ। ତ ପିଲାମାନେ ଗଜପତିରେ ଲେଖିବ ଗଜପତି ମହାରାଜା ପୁରୀର ରଥଯାତ୍ରା ସମୟରେ ଛେରା ପହଁରା କରନ୍ତି। ତାପରେ କ'ଣ ଦେଇଛି, ପାଇକ ଦେଇଛି, ପାଇକରେ ଲେଖିବ ଓଡ଼ିଶାର ପାଇକମାନେ ନିଜର ବୀରତ୍ୱ ପାଇଁ ଜଣାଶୁଣା। ତାପରେ ପରାମର୍ଶ ଦେଇଛି ଆମକୁ ଗୁରୁଜନମାନଙ୍କ ପରାମର୍ଶ ମାନି ଚଳିବା ଉଚିତ। ଏମିତି ଲେଖିବ। ତାପରେ ପିଲାମାନେ ଆଦେଶ ଦେଇଛି ଶିକ୍ଷା ମାନେ ଗୁରୁଙ୍କ ଆଦେଶ ପାଳନ କଲେ। ତାପରେ ଗୌରବ ଦେଇଛି ମଧୁସୂଦନ ଦାସ ଓଡ଼ିଶାର ଗୌରବ ଅଟନ୍ତି। ତାପରେ ବେପାରୀ ଦେଇଛି ଜଣେ ବେପାରୀ ହାଟରେ ପନିପରିବା ବିକ୍ରି କରୁଛି। ତାପରେ ବଳିଦାନ ଦେଇଛି ବଳିଦାନ ଦେଶରେ ସ୍ୱାଧୀନତା ପାଇଁ ଅନେକ ବୀର ବଳିଦାନ ଦେଇଛନ୍ତି। ତ ଏମିତି ଗୋଟେ ଗୋଟେ ଗାର କରି 1 ନମ୍ବର ବାକ୍ୟ ଗୋଟେ ଗୋଟେ କରି ଲେଖିବ। ଏବେ 2 ନମ୍ବର କ୍ୱେଶ୍ଚିନ୍ ଦେଖ। ତ ପିଲାମାନେ 2 ନମ୍ବର କ୍ୱେଶ୍ଚିନ୍ ଦେଇଛି ନିମ୍ନଲିଖିତ ଶବ୍ଦ ଗୁଡ଼ିକର ବିପରୀତ ବୋଧକ ଶବ୍ଦ କୁହ ଓ ଲେଖ। ତ ଏଠି ଦେଇଛି କେତେଟା ରାଜି, କଠିନ, ସାହସୀ, ଦୋଷ, ହାରିବା, ଶେଷ। ତ ଆର ଗୋଟେ ଗୋଟେ ବିପରୀତ ଶବ୍ଦ ଲେଖିବ। ତ ପ୍ରଥମେ ରାଜି ଦେଇଛି ନା, ରାଜିରେ ଲେଖିବ ଅରାଜି। ତାପରେ କଠିନର କୋମଳ ବା ସରଳ ଲେଖିବ, ସାହସୀର ବୀର ଲେଖିବ, ତାପରେ ଦୋଷର ଗୁଣ ଲେଖିବ, ଦୋଷର ଗୁଣ ପରେ ତାପରେ ହାରିବାର ଜିତିବାର ଲେଖିବ, ତାପରେ ଶେଷର ଆରମ୍ଭ ଲେଖିବ। ତ ଏମିତି ପିଲାମାନେ ଗୋଟେ ଗୋଟେ ବିପରୀତ ଶବ୍ଦ ଲେଖିବ। ଏବେ କାଢ଼ ନେକ୍ସଟ ପେଜ। ତ ପେଜ ନମ୍ବର 28 କାଢ଼। 3 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଦେଖ, ଚିତ୍ର ଦେଖି ପ୍ରଥମେ ଚିହ୍ନ ଓ ତାଙ୍କର ନାମ ଲେଖ। ତ ପିଲାମାନେ ଏଠି ଗୋଟେ 4ଟା ଚିତ୍ର ଦେଇଛି, ସେ ଚିତ୍ରର ନାମ ଲେଖିବ। ତ ପିଲାମାନେ ପ୍ରଥମ ଚିତ୍ରର ନାମ ଲେଖିବ ବୀର ସୁରେନ୍ଦ୍ର ସାଏ, ସେକେଣ୍ଡ ଚିତ୍ର ଲେଖିବ ଜୟ ରାଜଗୁରୁ, 3 ନମ୍ବର ଚିତ୍ର ଲେଖିବ ବକ୍ସି ଜଗବନ୍ଧୁ, 4 ନମ୍ବର ଚିତ୍ର ଲେଖିବ ବାଜି ରାଉତ। ତ ପିଲାମାନେ ଏମିତି ଗୋଟେ ଗୋଟେ ଚିତ୍ର ତଳେ ଚିତ୍ର ସାଇଡ୍ ବକ୍ସରେ ଗୋଟେ ଗୋଟେ କରି ନାମ ଲେଖିବ। ଏବେ ଦେଖ ନେକ୍ସଟ ତଳେ ହେଡ଼ିଂ କ'ଣ ଦିଆହେଇଛି। ତଳେ ହେଡ଼ିଂ ଲେଖିଲା ଆସ ଉତ୍ତର ଲେଖିବା। ଦେଖ 1 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି, ମୁକୁନ୍ଦ ଦେବ କିଏ, ଜୟ ରାଜଗୁରୁ କିଏ। ତ ଆର ଗୋଟେ ଗୋଟେ ଉତ୍ତର ଲେଖିବ। 1 ନମ୍ବର ଫାଷ୍ଟ ଉତ୍ତର ଲେଖିବ ମୁକୁନ୍ଦ ଦେବ କିଏ। 1 ନମ୍ବର ଉତ୍ତର ଲେଖିବ ମୁକୁନ୍ଦ ଦେବ ଖୋର୍ଦ୍ଧାର ରାଜା ଥିଲେ। 2 ନମ୍ବର କ୍ୱେଶ୍ଚିନ୍ ଦେଖ, 2 ନମ୍ବର କ୍ୱେଶ୍ଚିନ୍ ଜୟ ରାଜଗୁରୁ କିଏ। ତ ଆର ବି ଉତ୍ତର ଲେଖିବ। 2 ନମ୍ବର ଉତ୍ତର ଲେଖିବ ଜୟ ରାଜଗୁରୁ ରାଜା ମୁକୁନ୍ଦ ଦେବଙ୍କ ମନ୍ତ୍ରୀ ତଥା ଜଣେ ମହାନ ସଂଗ୍ରାମୀ ଥିଲେ। 3 ନମ୍ବର ଏବେ କ୍ୱେଶ୍ଚିନ୍ ଦେଖ, 3 ନମ୍ବର କ୍ୱେଶ୍ଚିନ୍ ଦେଇଛି ଖୋର୍ଦ୍ଧା ବୀରମାନଙ୍କୁ କ'ଣ ଡକାଯାଉଥିଲେ। ତ ଆର ଉତ୍ତର ଲେଖିବ। 3 ନମ୍ବର ଲେଖିବ ଖୋର୍ଦ୍ଧା ବୀରମାନଙ୍କୁ ପାଇକ ବୋଲି ଡକାଯାଉଥିଲା। 4 ନମ୍ବର କ୍ୱେଶ୍ଚିନ୍ ଦେଖ ଏବେ, 4 ନମ୍ବର କ୍ୱେଶ୍ଚିନ୍ ଦେଲା ଘୋରଦା ବୀର କେଉଁ ଅସ୍ତ୍ରଶସ୍ତ୍ର ନେଇ ଲଢ଼ୁଥିଲେ। ତ ପିଲାମାନେ ସେଇଟା ହେବ ଖୋର୍ଦ୍ଧା ହେଲା। ତ 4 ନମ୍ବର ଉତ୍ତର ଲେଖିବ। 4 ନମ୍ବର ଉତ୍ତର ଲେଖିବ ଖୋର୍ଦ୍ଧା ବୀର ବା ପାଇକମାନେ ଖଣ୍ଡା, ଢାଲ, ଧନୁଶର ଏବଂ ବଛା ପରି ଅସ୍ତ୍ରଶସ୍ତ୍ର ନେଇ ଲଢ଼ୁଥିଲେ। ଏବେ 5 ନମ୍ବର କ୍ୱେଶ୍ଚିନ୍ ଦେଖ, 5 ନମ୍ବର କ୍ୱେଶ୍ଚିନ୍ ଦେଇଛି
ରାଜା ଗୁରୁଙ୍କର କାହିଁକି ବିଚାର ହେଲା ନାହିଁ? ତ ଆର ଉତ୍ତର ଲେଖିବ 5 ନମ୍ବର ଉତ୍ତର ଲେଖିବ ରାଜା ଗୁରୁ ଇଂରେଜମାନଙ୍କର ବିଚାରାଳୟ ବା ଆଇନକୁ ମାନୁନଥିଲେ ଏବଂ ସେମାନଙ୍କ ସମ୍ମୁଖରେ ନିଜ ଦୋଷ ସ୍ୱୀକାର କରିବାକୁ ମନା କରି ଦେଇଥିବାରୁ ତାଙ୍କର ବିଚାର ହୋଇପାରିଲା ନାହିଁ। ତ 5 ନମ୍ବର ଉତ୍ତର ଏମିତି ଲେଖିବ। ପିଲାମାନେ ଗୋଟେ ଗୋଟେ କରି 1 ରୁ 5 ଯାଏଁ ଲେଖିବ। ଏବେ କାଢ଼ ନେକ୍ସଟ ପେଜ କ'ଣ ଦିଆଯାଇଛି? ତ ପେଜ ନମ୍ବର କାଢ଼ 29। ଦେଖ 6 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଯାଇଛି? ଚିତ୍ରକୁ ଦେଖି ଅସ୍ତ୍ର ଓ ସ୍ଥାନ ଗୁଡ଼ିକର ନାମ କୁହ। ତ ପିଲାମାନେ ଏଠି ଗୋଟେ 4ଟା ଚିତ୍ର ଦେଇଦେଇଛି। ସେ ଚିତ୍ର ଅନୁସାରେ ତାର ଗୋଟେ ଗୋଟେ ନାମ ଲେଖିବ। ଦେଖ ମୁଁ କହିଦେଉଛି ଆର ଉତ୍ତର ଗୋଟେ ଗୋଟେ ଲେଖିବ ସେ ଡେସ୍ ଜାଗାରେ। ତ ପିଲାମାନେ ପ୍ରଥମ ଚିତ୍ରର ନାମ ଲେଖିବ ବାରବାଟୀ ଦୁର୍ଗ ବା କଟକ ଲେଖିବ। ଖୋର୍ଦ୍ଧାଗଡ଼ ଲେଖିବ 2 ନମ୍ବର ଚିତ୍ରଟାରେ। 3 ନମ୍ବର ଚିତ୍ରରେ ବରଗଛ ଲେଖିବ, ଅସ୍ତଗଛ ବା ବରଗଛ ଲେଖିବ। ତାପରେ 4 ନମ୍ବର ଚିତ୍ର ଲେଖିବ ଖଣ୍ଡା ଓ ଢାଲ ଲେଖିବ। ତ ପିଲାମାନେ ଏମିତି ଗୋଟେ ଗୋଟେ ଚିତ୍ରରେ ନମ୍ବର ଅନୁସାରେ ଯେଉଁ ଚିତ୍ର ଦେଇଛି ଲେଖିବ ଗୋଟେ ଗୋଟେ 2, 3, 4 କରି। ଏବେ କାଢ଼ ନେକ୍ସଟ ପେଜ ନମ୍ବର 30 କାଢ଼। ଦେଖ ଆସ ଚିନ୍ତା କରିବା ଓ ଲେଖିବା ହେଡ଼ିଂ ଦେଇଛି। 1 ନମ୍ବର କିଏ କାହାକୁ କହିଛନ୍ତି? କ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଇଛି? ଦେଖ କ ନମ୍ବର କ୍ୱେଶ୍ଚିନ୍ ଲେଖାଇଛି ମୁକୁନ୍ଦ ଦେବଙ୍କୁ ଶୀଘ୍ର ମୁକ୍ତ କର। ତ ଆର ଉତ୍ତର ଲେଖିବ କ ନମ୍ବର। ପିଲାମାନେ କ ନମ୍ବର କିଏ କାହାକୁ କହିଛନ୍ତି? ଯେ ବକ୍ସି ଜଗବନ୍ଧୁ ଇଂରେଜ ସେନାପତିଙ୍କୁ କହିଛନ୍ତି ମୁକୁନ୍ଦ ଦେବଙ୍କୁ ଶୀଘ୍ର ମୁକ୍ତ କର। ଖ ନମ୍ବର କ୍ୱେଶ୍ଚିନ୍ ଦେଖ ଏବେ। ଖ ନମ୍ବର କ୍ୱେଶ୍ଚିନ୍ ଲେଖାଇଛି ଆମ ଗଜପତି ମୁକୁନ୍ଦ ଦେବଙ୍କୁ ଶୀଘ୍ର ମୁକ୍ତ କର। ଏଇଟା ବି କିଏ କାହାକୁ କହିଛନ୍ତି? ଆର ବି ଉତ୍ତର ଲେଖିବ। ଖ ନମ୍ବର ଉତ୍ତର ଲେଖିବ ପାଇକମାନେ ଏକ ସ୍ୱରରେ ଇଂରେଜମାନଙ୍କୁ କହିଛନ୍ତି ଆମ ଗଜପତି ମୁକୁନ୍ଦ ଦେବଙ୍କୁ ଶୀଘ୍ର ମୁକ୍ତ କର ବୋଲି। ତ ଏମିତି ଖ ନମ୍ବର ଉତ୍ତର ଲେଖିବ। ଏବେ ଗ ନମ୍ବର କ୍ୱେଶ୍ଚିନ୍ ଦେଖ। ଗ ନମ୍ବର କ୍ୱେଶ୍ଚିନ୍ ଦିଆଯାଇଛି ଶରୀରର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଦେଶ ଓ ଜାତିର ଗୌରବ ପାଇଁ ଲଢ଼ିବା। ତ ଏଇଟା ବି କିଏ କାହାକୁ କହିଛନ୍ତି? ଆର ବି ଉତ୍ତର ଲେଖିବ। ଗ ନମ୍ବର ଉତ୍ତର ଲେଖିବ ବକ୍ସି ଜଗବନ୍ଧୁ ପାଇକମାନଙ୍କୁ କହିଛନ୍ତି। ଘ ନମ୍ବର କ୍ୱେଶ୍ଚିନ୍ ଦେଖ ଏବେ। ଘ ନମ୍ବର କ୍ୱେଶ୍ଚିନ୍ ଦିଆଯାଇଛି ଗୋଟିଏ ବିଦେଶୀ ଜାତି ଆଗରେ ଠାକୁର ରାଜା ମୁଣ୍ଡ ନୁଆଁଇବ ନାହିଁ। ତ ଆର ଉତ୍ତର ଲେଖିବ। ଘ ନମ୍ବର ଉତ୍ତର ଲେଖିବ ଜୟରାଜଗୁରୁ ଇଂରେଜମାନଙ୍କୁ କହିଛନ୍ତି ଗୋଟିଏ ବିଦେଶୀ ଜାତି ଆଗରେ ଠାକୁର ରାଜା ମୁଣ୍ଡ ନୁଆଁଇବ ନାହିଁ ବୋଲି। ଏବେ ତ ପିଲାମାନେ ଗୋଟେ ଗୋଟେ ଏମିତି କରିକି କାହାକୁ କହିଛନ୍ତି? 1 ନମ୍ବର ଉତ୍ତର ଲେଖିଲ କ ଖ ଘର। ଏବେ 2 ନମ୍ବର କ୍ୱେଶ୍ଚିନ୍ ଦେଖ କ'ଣ ଦିଆଯାଇଛି? 2 ନମ୍ବର କ୍ୱେଶ୍ଚିନ୍ ଲେଖାଯାଇଛି ଓଡ଼ିଶାର 4 ଜଣ ସ୍ୱାଧୀନତା ସଂଗ୍ରାମଙ୍କ ନାମ ଲେଖ। ତ 4ଟା ଲେଖିବ କ ଖ ଗ କରି ଉତ୍ତର। 2 ନମ୍ବର ଉତ୍ତର ଲେଖିବ 1ରେ ବୀର ସୁରେନ୍ଦ୍ର ସାଏ, 2ରେ ବକ୍ସି ଜଗବନ୍ଧୁ, 3ରେ ଉତ୍କଳମଣି ଗୋପବନ୍ଧୁ ଦାସ, ଘରେ ଲେଖିବ ଲକ୍ଷ୍ମଣ ନାୟକ। ତ ପିଲାମାନେ ଏମିତି ଓଡ଼ିଶାର 4 ଜଣ ସ୍ୱାଧୀନ ସଂଗ୍ରାମୀର ନାମ ଲେଖିବ। ଏବେ 3 ନମ୍ବର କ୍ୱେଶ୍ଚିନ୍ ଦେଖ। 3 ନମ୍ବର କ୍ୱେଶ୍ଚିନ୍ ଲେଖାଇଛି ପିଲାମାନେ ସରଳ ଭାଷାରେ ବୁଝାଇ ଲେଖ। କ ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖାଇଛି ଦେଖ ବରଂ ଏ ଶରୀରରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଦେଶ ଓ ଜାତିର ଗୌରବ ପାଇଁ ଲଢ଼େଇ କରିବା। ତ ପିଲାମାନେ ଆର ସରଳ ଭାଷାର ଉତ୍ତର ମୁଁ ଦେଖ କହିଦେଉଛି ଲେଖିବ କେମିତି। ତ ପିଲାମାନେ କ ନମ୍ବର ଉତ୍ତର ଲେଖିବ ପ୍ରଥମ ପାରାଗ୍ରାଫ ଦେଖବ ସରଳାର୍ଥ ଉଦ୍ଧିତ ଗଦ୍ୟାଂଶଟି ଆମ ପାଠ୍ୟ ପୁସ୍ତକର ବୀର ସଂଗ୍ରାମୀ ଜୟରାଜଗୁରୁଙ୍କ ପ୍ରସଙ୍ଗରୁ ଅଣାଯାଇଛି। ଏଠାରେ ମାତୃଭୂମିର ସୁରକ୍ଷା ପାଇଁ ଚରମ ବଳିଦାନ ଦେବାର ଦୃଢ଼ ସଂକଳ୍ପ ପ୍ରକାଶ ପାଇଛି। ତ ଏମିତି ପ୍ରଥମ ପାରାଗ୍ରାଫଟା ଲେଖିଲ। ତାପରେ ଦ୍ୱିତୀୟ କ ନମ୍ବର ଦ୍ୱିତୀୟ ପାରାଗ୍ରାଫଟା ଲେଖିବ ବ୍ୟାଖ୍ୟା ବୋଲି ଲେଖିବ ଇଂରେଜମାନଙ୍କ ଅନ୍ୟାୟ ଶାସନ ବିରୁଦ୍ଧରେ ସଂଗ୍ରାମ କରିବା ସମୟରେ ଜୟରାଜଗୁରୁଙ୍କ ଏବଂ ତାଙ୍କ ପାଇକ ବାହିନୀ ଅସୀମ ବୀରତ୍ୱ ପ୍ରଦର୍ଶନ କରିଥିଲେ। ନିଜ ଶରୀରରେ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ସେମାନେ ଶତ୍ରୁ ସହ ଲଢ଼ି ନିଜ ଦେଶ ଓ ଓଡ଼ିଆ ଜାତିର ସମ୍ମାନ ରକ୍ଷା କରିବାକୁ ଶପଥ ନେଇଥିଲେ। ପରାଧୀନତା ସ୍ୱୀକାର ନ କରି ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିବା ଏହି ଉକ୍ତିର ମୂଳ ଉଦ୍ଦେଶ୍ୟ। ତ ପିଲାମାନେ କ ନମ୍ବର ଉତ୍ତର ଏମିତି ପାରାଗ୍ରାଫ ଗୋଟେ ସେକେଣ୍ଡ ପାରାଗ୍ରାଫ କରି ଲେଖିବ। ଏବେ ଖ ନମ୍ବର କ୍ୱେଶ୍ଚିନ୍ କ'ଣ ଦିଆଯାଇଛି ଦେଖ। ଖ ନମ୍ବର କ୍ୱେଶ୍ଚିନ୍ ଦିଆଯାଇଛି ଆଜୀବ ଓଡ଼ିଆ ଜାତି ବୀର ଜୟରାଜଗୁରୁଙ୍କ ବଳିଦାନରେ ଆମର କାହାଣୀକୁ ମନେ ରଖିଛି କେବେ ଭୁଲି ପାରିବ ନାହିଁ ସେ ଅମର ଜୟରାଜଗୁରୁଙ୍କୁ। ତ ଲେଖିବ ଆର ଉତ୍ତର। ତ ପିଲାମାନେ ଖ ନମ୍ବର ଉତ୍ତର ଲେଖିବ ସରଳାର୍ଥ ଉଦ୍ଧିତ ଗଦ୍ୟାଂଶଟି ମହାନ ଶହୀଦ ଜୟରାଜଗୁରୁଙ୍କ ଦେଶପ୍ରେମ ଓ ଅମର ତ୍ୟାଗର ସ୍ମୃତିଚାରଣ ପୂର୍ବକ କୁହାଯାଇଛି। ବ୍ୟାଖ୍ୟା ଦେବ ଜୟରାଜଗୁରୁ ଥିଲେ ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଯିଏ ଦେଶ ପାଇଁ ଶହୀଦ ହୋଇଥିଲେ। ଇଂରେଜମାନଙ୍କ କ୍ରୁର ଅତ୍ୟାଚାର ଏବଂ ମୃତ୍ୟୁଦଣ୍ଡ ଆଗରେ
ତ ସେଥିରେ ଆଗେ ପିଲାମାନେ ଲେଖିବ ସେ ନିଜର ମଥା ନତ କରିନଥିଲେ। ତାଙ୍କର ଏହି ଅତୁଳନୀୟ ଆତ୍ମବଳିଦାନ ଓଡ଼ିଶାର ଇତିହାସକୁ ଗୌରବ ବିନୁତ କରିଛି। ତାଙ୍କର ବୀରତ୍ୱର କାହାଣୀ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସଦା ଜାଗ୍ରତ ରହିବ ଏବଂ ଓଡ଼ିଆ ଜାତି ତାଙ୍କ ନିକଟରେ ଚିରଋଣୀ ହୋଇ ରହିବ। ତ ପିଲାମାନେ ଏମିତି ଖ ନମ୍ବର ଉତ୍ତର କରିଲେ ସରଳତା ଗୋଟେ ବାକ୍ୟ ସେକେଣ୍ଡ ବାକ୍ୟ ପ୍ରଥମ ପାରାଗ୍ରାଫ ସେକେଣ୍ଡ ପାରାଗ୍ରାଫ କରି ଲେଖିବ। ଏବେ ଦେଖ ତଳେ କ'ଣ ହେଡ଼ିଂ ଦେଇଛି ଆଉ ଥରେ। ତ ହେଡ଼ିଂ ଦେଇଛି ତୁମ ପାଇଁ କାମ। ଏକ ନମ୍ବର କ'ଣ ଲେଖା ଅଛି? ଜୟ ରାଜଗୁରୁଙ୍କ ବିଷୟରେ ନିଜ ମନର 5 ଧାଡ଼ି ଲେଖ। ତ ଦେଖ ଲେଖିବ କହିଦେଉଛି ଉତ୍ତର ଆର ବି। ପ୍ରଥମ ଧାଡ଼ିରେ ଲେଖିବ ଜୟ ରାଜଗୁରୁଙ୍କୁ ଥିଲେ ଓଡ଼ିଶାର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଖୋର୍ଦ୍ଧା ରାଜାଙ୍କର ମନ୍ତ୍ରୀ। ସେକେଣ୍ଡରେ ଲେଖିବ ସେ ଇଂରେଜ ଶାସନ ବିରୁଦ୍ଧରେ ପ୍ରଥମେ ସ୍ୱର ଉତ୍ତୋଳନ କରି ବିଦ୍ରୋହ ଆରମ୍ଭ କରିଥିଲେ। 3 ନମ୍ବର ଲେଖିବ ଓଡ଼ିଶାର ପାଇକ ବିଦ୍ରୋହ ସଂଗଠିତ କରିବାର ତାଙ୍କର ମୁଖ୍ୟ ଭୂମିକା ଥିଲା। 4 ନମ୍ବର ଲେଖିବ ମାତୃଭୂମିର ସୁରକ୍ଷା ପାଇଁ ସେ ନିଜର ପ୍ରାଣ ବଳିଦାନ ଦେଇ ଶହୀଦ ହୋଇଥିଲେ। 5 ନମ୍ବର ଲେଖିବ ତାଙ୍କର ଅସୀମ ସାହସ ଏବଂ ଦେଶପ୍ରେମ ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ତ ପିଲାମାନେ ଏମିତି 5 ଧାଡ଼ି ଜୟ ରାଜଗୁରୁଙ୍କ ବିଷୟରେ ଲେଖିବ। ତ ପିଲାମାନେ ଆର ପ୍ରଶ୍ନ ଉତ୍ତର ସରିଲା। 1, 2, 3, 4 ପାଠ 5 ନମ୍ବର ହେଲେ ପ୍ରଶ୍ନ ଉତ୍ତର ଛାଡ଼ି ଦେଇ ଯାଇ ତୁମେ ଦେଖିପାରିବ। ଭିଡ଼ିଓକୁ ଲାଇକ୍ କର, ଚ୍ୟାନେଲକୁ ସବସ୍କ୍ରାଇବ୍ କର।